ବହୁତ ଦିନ ପରେ ମାନେ କହିବାକୁ ଗଲେ ପ୍ରାୟ 15-20 ଦିନ ପରେ ବୋଧେ ଆଜି ଖାଲି ଗାଡ଼ି ନେଇକି ଘରକୁ ଆସିଲି। ଆପଣ ହ୍ୟାଲୋ, ହାଇ, ନମସ୍କାର, ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି ସକାଳୁ ଲଗ୍ଇନ୍ କରିଦେଇଥିଲି ଆପଣଙ୍କର 8ଟା ବେଳକୁ, ଆଉ ଏବେ ଆସି ଟାଇମ୍ ହେଲାଣି ଆପଣଙ୍କର 12ଟା। ଗୋଟେ ହିଁ ବୁକିଂ କହିଛି ଟୋଟାଲ୍ ଆପଣଙ୍କର ସେଇ ଝାରପଡ଼ା ନେଇକି ଆସି ପଟିଆରେ ଛାଡ଼ିଲି। ଆଉ ସେତେବେଳେ ତ ବୁକିଂ ହିଁ ବାଜୁନି, ଖାଲି ମୁଁ ଆଖ ପାଖରେ ବହୁତ ଗାଡ଼ି ବସିଛି। ଦେଖଉଛି ଆପଣଙ୍କୁ, ମୋ ସାମ୍ନାରେ ଗୋଟେ ୱାଗନର, ଆର ପଟେ ଦେଖନ୍ତୁ ଆଉ ଗୋଟିଏ, ମୋ ପଛପଟେ ବି ସେମିତି ଗାଡ଼ି ଅଛି। ଆଜି ଗୁରୁବାରଟା, ବେପାର କେମିତି କ'ଣ ହେବ ଠିକ୍ ନାହିଁ, ଯେହେତୁ ଆଜି ଇଣ୍ଡିଆ ବାଂଲାଦେଶ ମ୍ୟାଚ୍ ଅଛି। ମୁଁ ଭାବିଲି 2ଟା ଆକ୍ଚୁଆଲି 3ଟା ଯାଇ କାମ କରିବି, ତାପରେ ପଳେଇ ଘରକୁ ଟିକେ ମ୍ୟାଚ୍ଟା ଦେଖିବାର ଅଛି। ହେଲେ ତ ଗୋଟେ ହିଁ ବୁକିଂ କରିଛି, ଆଉ କୁଆଡ଼େ ଗୋଟେ ବାଜିଲେ 100 ଟଙ୍କିଆ 50 ଟଙ୍କା ଯାହା ଗୋଟେ କୁଙ୍କା ହେଲେ ବି ହେଇଥାନ୍ତା। ଟୋଟାଲ୍ କିଛି ବାଜୁନି, କିଛି ନାହିଁ। ଆଉ ଗାଡ଼ି ତ ଯେଉଁଟା ବୁକିଂ ଆଣିଥିଲି ସେଇଟା ଥିଲା ଆପଣଙ୍କ 12 କିଲୋମିଟର, ଆଉ 12 କିଲୋମିଟର ଜାଗାରେ ଦେଖନ୍ତୁ ବର୍ତ୍ତମାନ 18 କିଲୋମିଟର ରନିଂ ହେଇସାରିଲାଣି ଗାଡ଼ି। ମାନେ 6 କିଲୋମିଟର ଅଲରେଡ଼ି ଫାଲତୁ ପାଇଁ ଇଆଡ଼େ ସିଆଡ଼େ ବୁଲି ସାରିଲାଣି, ତଥାପି ତ ବୁକିଂ ବାଜୁନି। ବର୍ତ୍ତମାନ ଅଛି ମୁଁ ଆପଣଙ୍କର ସେ ଯେଉଁ ଇନଫୋସିଟି ଆଉ ପଟିଆ ମଝାମଝିରେ, ମାନେ ପଟିଆରୁ ଇନଫୋସିଟି ଗଲାବେଳକୁ ଯେଉଁ ରୋଡ଼ ତାର ଆଉ ମଝିରେ ସେ ଯେଉଁ ବାଁପଟେ ଆପଣଙ୍କର ଥାଏନି ଯେଉଁ ଫୁଡ୍ ଷ୍ଟଲ୍ ଗୁଡ଼ା, ସେଇଠି ଦେଖାଯାଉ। 3ଟା ଯାଏଁ ରହିବି, ବୁକିଂ ଭଲ ବାଜୁ ଆଉ ନ ବାଜୁ। ଆଉ ବୁକିଂ ଭଲ ବାଜିବ କ'ଣ, 12ଟା ହେଲାଣି, 1, 2, 3, 3 ଘଣ୍ଟା। ଆଶା କରୁଛି 2-3ଟା ବୁକିଂ ବାଜିଯାଉ, ତା ଭିତରେ ଟଙ୍କା 1000 ଖଣ୍ଡେ ହେଇଯାଉ, ଆଉ ରହିବିନି ଏଠି। ବାଜୁନି ବହୁତ ସମୟ ହେଲାଣି। ଯାଉଛି ଆପଣଙ୍କର 86 ବିହାର, ବହୁତ ସମୟ ହେଲାଣି ବାଜୁନି, ଆଉ କ'ଣ କରିବି। ପହଞ୍ଚିଲି ଏବେ ଇନଫୋସିଟି ଗୋଲେଇ ଛକ। ତ ଆଜି ବୁକିଂ ଜମାରୁ ବାଜୁନି। ମୁଁ ଯେଉଁ ଜଗନ୍ନାଥ ମନ୍ଦିର ପାଖରେ ଥିଲି 86 ବିହାର, ସେଠୁ ବାଜିଲା, ନେଇକି ଆସିଲି ଉତ୍ତରା ଛକରେ। 370 ଦେଇଛି। ତ ମୁଁ କଷ୍ଟମରକୁ ଛାଡ଼ିକି ଉତ୍ତରା ଛକରେ ସିଏନ୍ଜି ପକାଇଦେଲି। ପକାଇକି ବର୍ତ୍ତମାନ ବସିଛି, ଦେଖେ 10-15 ମିନିଟ୍ କି ଅଧଘଣ୍ଟା ଭିତରେ ଯଦି ବାଜିଲା ଷ୍ଟେସନ୍ କି କଳ୍ପନା କେଉଁଠି କ'ଣ ବାଜିଲା, ନେଇକି ଛାଡ଼ିଦେବି, ଛାଡ଼ିକି ଘରକୁ ପଳେଇବି। ଆଜି ତ ବେପାର ବହୁତ ହେଲା, ଆଜି ମ୍ୟାଚ୍ଟା ଦେଖିବି, ଆଉ ଲଗ୍ଇନ୍ କରିବାକୁ ବି ଇଚ୍ଛା ହେଉନି। ଆଉ ଦେଖେ ଯଦି ଘର ବେଳକୁ ପକେଇଲା ଜଲ୍ଦି ତ ଠିକ୍ ଅଛି, ନହେଲେ ଖାଲି ଗାଡ଼ି ନେଇକି ହିଁ ଯିବାକୁ ପଡ଼ିବ। ଭାଇ ବହୁତ ଦିନ ପରେ, ମାନେ କହିବାକୁ ଗଲେ ପ୍ରାୟ 15-20 ଦିନ ପରେ ବୋଧେ ଆଜି ଖାଲି ଗାଡ଼ି ନେଇକି ଘରକୁ ଆସିଲି। ଆପଣଙ୍କ ଟାଇମ୍ ହେଇଗଲାଣି ବର୍ତ୍ତମାନ 3ଟା, ଆଉ ମ୍ୟାଚ୍ ବି ଷ୍ଟାର୍ଟ ହେଇଗଲାଣି। ମୁଁ ବହୁତ ସମୟ ବସିଲି ଆପଣଙ୍କ ସେଇ ଯେଉଁ ଉତ୍ତର ଛକରେ ସିଏନ୍ଜି ପକାଇକି, ତାପରେ ୟୁଟର୍ନ ନେଇକି ଯେଉଁ ସିଫା ବୋଲି ଅଛି ସିଫା ଆଗରେ, ମାନେ ସେଇଠି ଲଞ୍ଚ ଟାଇମ୍ ବି ଥିଲା। ମୁଁ ବସିଲି କେତେ, ସେ 1:30-1:30ରୁ ଏତେ ସମୟ ବସିଲି, ବାଜିଲାନି। ମୁଁ କହିଲି କାଳେ ସେଠି ଆଡ଼ିକି ପକେଇବ ଷ୍ଟେସନ୍ କି ଏୟାରପୋର୍ଟ କିଛି ବି ଯଦି ବାଜିଲା, 100 ଟଙ୍କା ଗୋଟେ ବି ବାଜିଲା ଠିକ୍, ତଥାପି ହେଇଥାନ୍ତା। ଆପଣ ଲିଙ୍ଗିପୁର ଆସିଲେ ବି ହେଇଥାନ୍ତା, ସେଠୁ ଆଉ ରିଟର୍ନ ଚଲେଇ ପଳେଇ ଆସିଥାନ୍ତେ ଘରକୁ, ହେଲେ ସିଏ ବି ବାଜିଲାନି। ତ ବର୍ତ୍ତମାନ ମୁଁ ଖାଲି ଗାଡ଼ି ନେଇକି ପଳେଇ ଆସିଛି ଘରକୁ। ଆଜିର ଅର୍ଣ୍ଣିଂ ହେଇଛି ଆପଣଙ୍କର 611 ଟଙ୍କା। 2ଟା ବୁକିଂ ତ କରିଛି। ଫାଷ୍ଟ ବୁକିଂ ନେଇକି ଯାଇଥିଲି ଆପଣଙ୍କର ପଟିଆ କିଟ୍ ପାଖେ, ସେଠି 2 ଘଣ୍ଟା 2.5 ଘଣ୍ଟା 3 ଘଣ୍ଟା ପାଖାପାଖି ବସିଲି। ତାପରେ ସେଠୁ ଗୋଟେ ବାଜିଲା ଉତ୍ତରା, ଭାବିଲି ଯିବି କି ନାହିଁ। ତାପରେ ମୁଁ ଭାବିଲି ଏମିତି ତ ବାଜୁନି, ଆଉ ଘରକୁ ବି ଯିବାର ଅଛି। ସେଇ ଘରୁ ଆପଣଙ୍କର ପଟିଆ ସେଇ 11 କିଲୋମିଟର, ସେଇ ଆଉ ଯାଇଥିଲି ଉତ୍ତରା ଛକରୁ ବି 11 କିଲୋମିଟର। ତ ମୁଁ ଭାବିଲି ସେଇ ତ ଖାଲି ଗାଡ଼ି ନେଇକି ଏପଟେ ଯିବାର ଅଛି, ତ ସେପଟକୁ ପଳେଇ ଆସିବି, କିଛି ଅସୁବିଧା ନାହିଁ।
तो टोटल अर्निंग 611 टଙ୍କା ହେଇଛି। ଆଉ ଯଦି ରନିଂ କଥା କହିବା 50 କିଲୋମିଟର ରନିଂ ହେଲାଣି, 53 କିଲୋମିଟର ସରି। ତ 53 କିଲୋମିଟର ରନିଂ ହେଇଛି, 611 ଟଙ୍କା ମାନେ अर्निंग 611 53 କିଲୋମିଟର ରନିଂ ପ୍ରାୟ 700 800 ବେଳେବେଳେ 900 ବି ହେଇଯାଏ। ହେଲେ ଆଜି ଯେହେତୁ ଖାଲି ଗାଡ଼ି ନେଇକି ପଳେଇ ଆସିଲି, ତାପରେ ବାଜିଲାନି ବୋଲିକି ଇଆଡ଼େ ସିଆଡ଼େ ବୁଲିଲି। ଯଦି ଭଡ଼ା ପାଇଁ ରନିଂ କରିଛି, ଗୋଟେ ଫାଷ୍ଟ ବୁକିଂଟା 14 କିଲୋମିଟର, ଏଇଟା 20 କିଲୋମିଟର, 14 20 କେତେ 34 କିଲୋମିଟର ରନିଂ ହେଇଛି ଭଡ଼ା ପାଇଁ। ବାକି ତ ସବୁ ଇଆଡ଼େ ସିଆଡ଼େ ବୁକିଂ ପାଇଁ ବୁଲାବୁଲି, ଏବେ ଖାଲି ଇଆଡ଼େ ନେଇକି ଫେରି ଆସିଲି। ତ ଆଜି ତ ବେପାର ହେଲାନି, ଦେଖିବା କାଲିକି ପୁଣି ଆଶା କରୁଛି କାଲି ବେପାର ଠିକ୍ଠାକ୍ ହେବ। କାଲି ଶୁକ୍ରବାରଟା ଅଛି। ଆଉ ସାଙ୍ଗମାନେ ଆଜିର ଭିଡ଼ିଓଟି ଏତିକି। ଆଶା କରୁଛି ମୋ ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ। ଡେଲି ନୂଆ ନୂଆ କିଛି ଜାଣିବା ପାଇଁ ମିଳିଥିବ ଓଲା ଉବେର ସମ୍ବନ୍ଧରେ। ଆଉ ଯେଉଁମାନେ ବି ନୂଆକି ଦେଖୁଛନ୍ତି ମୋ ଚ୍ୟାନେଲକୁ ଦୟାକରି ସବସ୍କ୍ରାଇବ୍ କରିଦିଅନ୍ତୁ, ଲାଇକ୍ ସେୟାର କମେଣ୍ଟ କରିବାକୁ ଜମାରୁ ଭୁଲେନି। ରହିଲି, ନମସ୍କାର, ଜୟ ଜଗନ୍ନାଥ।